आपण समस्तଙ୍କୁ ଆମ ଚ୍ୟାନେଲ୍ କ୍ରିଏଟିଭ୍ ଷ୍ଟାଡିଓ ସ୍ୱାଗତ ତେବେ ରହିଛି ଆପଣଙ୍କ ପାଇଁ ନ୍ୟୁଜ୍ ଅପଡେଟ୍ 2158 ଯାହା ଆପଣ ପାଇପାରୁଛନ୍ତି ଆମ ଚ୍ୟାନେଲ୍ ମାଧ୍ୟମରେ ବହୁତ ସାରା ଏଜୁକେସନାଲ୍ ଇନଫର୍ମେସନ୍ ଅଛି ନିଶ୍ଚୟ ଆପଣ ସେୟାର କରିଯାଉଛୁ। ପ୍ରଥମ ଅପଡେଟ୍ ଆରମ୍ଭ କରିବୁ ଯେ ଆପଣମାନଙ୍କର 4th PTM ଅର୍ଗାନାଇଜ୍ ହୋଇଯାଉଛି 17/1ରେ। ଆପଣ ତା ପାଇଁ ପ୍ରସ୍ତୁତ ରୁହନ୍ତୁ। ସମସ୍ତ ଜିଲ୍ଲାଙ୍କୁ ଇନଷ୍ଟ୍ରକ୍ସନ୍ ଦେଇ ଦିଆହେଇଛି ଆଣ୍ଡ 4th PTM ଏ ବର୍ଷର ଆପଣଙ୍କର ଅର୍ଗାନାଇଜ୍ କରାଯିବ ଯେଉଁଟାକି 3000 ଟଙ୍କାର ବିଦ୍ୟାଳୟ ସ୍ତରରେ ଲିମିଟ୍ ଫିକ୍ସେସନ୍ ଥିଲା ତାର ଆପଣଙ୍କର ବିନିଯୋଗ ପ୍ରମାଣପତ୍ର 27/1 ସୁଦ୍ଧା ଆପଣଙ୍କର ଦେବା ପାଇଁ ନିର୍ଦ୍ଦେଶ ରହିଛି। ନେକ୍ସଟ ରହିଛି ଆପଣଙ୍କର LTR ଆର୍ଟ୍ସ ଓଡ଼ିଆ ଆଣ୍ଡ ହିନ୍ଦୀ ଆର DV ପାଇଁ ସେଡ୍ୟୁଲ୍ ଆସିସାରିଛି, ଭେନ୍ୟୁ ବି ଆସିସାରିଛି। ଡିଟେଲ୍ସ ରିଗାର୍ଡ଼ିଂ ଭିଡ଼ିଓ ଆଭେଲେବଲ୍ ହେଇସାରିଛି ଆମ ଚ୍ୟାନେଲରେ। ତା ସହିତ ଏଇ କମ୍ପ୍ଲିଟ୍ PDFଟି ଆମେ ଟେଲିଗ୍ରାମରେ ବି ଅପଡେଟ୍ କରିଦେଇଛୁ, ଆପଣ ପାଇପାରିବେ। ନେକ୍ସଟ ରହିଛି ଆପଣ ଦେଖିବେ ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ମାତ୍ର ଓସିପାଙ୍କର ଚିଠି। ଏଠି ଆପଣଙ୍କର ନ୍ୟୁ ଡେଭଲପ୍ ଟେକ୍ସଟ ବୁକ୍ସ କ୍ଲାସ୍ 1 କ୍ଲାସ୍ 8 ପର୍ଯ୍ୟନ୍ତ ଗୋଟେ ପାଇଲଟ୍ ପ୍ରୋଜେକ୍ଟରେ ଏଇଟା ଫାଷ୍ଟ ସବୁ ଜିନିଷ ଇମ୍ପ୍ଲିମେଣ୍ଟ ହୁଏ। ତେଣୁ 5 ଦିନ ଟ୍ରେନିଂ ରହିବ, ତାପରେ ପାଇଲଟ୍ ପ୍ରୋଜେକ୍ଟ ହେବ, ତାପରେ ସମସ୍ତଙ୍କ ପାଇଁ ଏଇଟା ଆଭେଲେବଲ୍ କରାଯିବ। ତ ସେଥିପାଇଁ ଏଇଟା ଚିଠି ରହିଛି। ତା ସହିତ SSB TGTର ବଡ଼ ଅପଡେଟ୍ ଅର୍ଥାତ୍ ଏଇଟା ମୁଁ ଗୋଟେ କଥା ଆମେ କାଲିଠୁ ଜାଣିଲେଣି କିନ୍ତୁ ସାଇଲେଣ୍ଟ ରଖିଥିଲି, କିନ୍ତୁ ଆଜି କିଏ ଭାଇରାଲ୍ କଲା କ'ଣ କଲା ମୁଁ ଜାଣିନି, କିନ୍ତୁ ହଁ ଏଇଟା ସୋମବାର ଦିନ CM ଗ୍ରିଭାନ୍ସ ଯାଇଥିବା ପିଲାମାନେ ଯେଉଁମାନଙ୍କୁ ଆପଣଙ୍କର ମୁଁ ଆପଣଙ୍କୁ ପ୍ରିଭିୟସଲି ଦେଖେଇଥିଲି ମଧ୍ୟ ଏବଂ ଗ୍ରିଭାନ୍ସ ଆମେ ରେଜିଷ୍ଟ୍ରେସନ୍ ମାନେ କରିବା ପାଇଁ କହିଥିଲେ। ଆଣ୍ଡ ଏଇଟା ଆପଣଙ୍କର କେସ୍ ଆଣ୍ଡ ଆପଣଙ୍କର ବାରମ୍ବାର ଗ୍ରିଭାନ୍ସ ଅନୁରୋଧ ତାପରେ ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ରାଜି ହେଇଛି ଆଉ ଏଇ ଆସୁରାନ୍ସ ମିଳିଛି। କିନ୍ତୁ ଆମକୁ ଏଇ ଜିନିଷ ଆଣିବାକୁ ହେଲେ ନା ଟିକେ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ। ଆମେ ଟିକେ ଅଧୈର୍ଯ୍ୟ ହେଲେ ଏଇ ଜିନିଷକୁ ଆମେ ଯଦି ମାନେ ଗୋଟେ ଜିନିଷ ହେଲା ଚାରିଆଡ଼େ ଆପଣଙ୍କର ସ୍ପ୍ରେଡ୍ କରିବା, ବହୁତ ସାରା ଏକ୍ସାଇଟେଡ଼ ହେବା, ଗଭର୍ଣ୍ଣମେଣ୍ଟ କହିବ ଏମାନେ ତ ଖୁସି ହେଇଗଲେଣି ଆଉ କ'ଣ ଦରକାର ସେ 1800 ଆଣ। ଆଟଲିଷ୍ଟ ଗୋଟେ ଓଭରାଲ୍ ଆପଣଙ୍କର କନଭରସେସନ୍କୁ ରିଟିନ୍ ରିପ୍ରେଜେଣ୍ଟେସନ୍ ପାଇଁ ଟିକେ ଧୈର୍ଯ୍ୟ ଧରନ୍ତୁ, ଠିକ୍ ଅଛି। ତ 16 ତାରିଖ ବି ଆମର ହିୟରିଂ ବି ଅଛି। ତ ପିଲାମାନେ ଗ୍ରିଭାନ୍ସ ବି ଦେଇଥିଲେ। ତାପରେ ଆପଣଙ୍କର 10 ନଭେମ୍ବରରେ ଯେ କେମିତି ସୁରୁଖୁରୁରେ ଏକ୍ଜାମ୍ ହେଇପାରିବ, କେମିତି ସ୍ୱଚ୍ଛତାର ସହିତ ହେବ, ଏକ୍ଜାମ୍ କୋଶ୍ଚିନ୍ ସିଲ୍ ଖୋଲା ହେଇନଥିବ, ପ୍ରଶ୍ନପତ୍ର ସିଲ୍ ଛାତ୍ରଛାତ୍ରୀ ଦସ୍ତଖତ ମାରିଲା ପରେ ପିଲାଙ୍କ ଆଗରେ ଖୋଲାଯିବ ଏବଂ ପରୀକ୍ଷା ହଲ୍ରେ କାନ୍ଥରେ ଘଣ୍ଟା ପାନୀୟ ଜଳ ସୁବିଧା ଥିବ। ପରୀକ୍ଷା ପ୍ରଶ୍ନପତ୍ର ସହ ଦିଆହେଇଥିବା ସିଲାବସ୍ ଭିତରୁ ଅଣାଯାଇଯିବ, ବାହାରୁ ଅଣାଯିବା ପାଇଁ କୁହାଯାଇଛି। ପରୀକ୍ଷା ସରିଲା ପରେ ନିର୍ଭୁଲ ଭାବରେ ଉତ୍ତରମାଳା ପ୍ରଦାନ କରିବା ପାଇଁ କୁହାଯାଇଛି। ପରୀକ୍ଷା ଫଳ ସହ ତୁରନ୍ତ କଟ୍ ଅଫ୍ ମାର୍କ ଦେବା ପାଇଁ କୁହାଯାଇଛି। ବହୁତ ସାରା ଜିନିଷ ରହିଛି। ତ ନିଶ୍ଚିତ ଭାବରେ ଏଇଟାକୁ ଆପଣଙ୍କର ଡିପାର୍ଟମେଣ୍ଟ ବି କନସିଡର୍ କରିଛି ଆଣ୍ଡ SSB କନସିଡର୍ କରିଛି ଆଣ୍ଡ ଡିସପୋଜାଲ୍ ଅଫ୍ ଗ୍ରିଭାନ୍ସ ହେଇଛି ଏବଂ ଏଇଟାକୁ ସେମାନେ ଆଗାମୀ ଦିନରେ କାର୍ଯ୍ୟାନ୍ୱିତ କରିବା ପାଇଁ କହିଛନ୍ତି। ଆଣ୍ଡ ନେକ୍ସଟ ରହିଛି ଆପଣ ଦେଖିବେ ଜିଲ୍ଲାରେ 30 ଜିଲ୍ଲାରେ 118ଟି ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରାହେଇ ସବୁ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯିବ। 8,000 8,500 ପଞ୍ଚାୟତ ଓଡ଼ିଶାରେ ଆଜ୍ଞା। ଆପଣ ଗୋଟେ ଫେଜ୍ରେ ଆପଣ 30ଟା ଜିଲ୍ଲାରେ ଆପଣଙ୍କର 118ଟି ବିଦ୍ୟାଳୟ ସ୍ଥାପନ କଲେ, 118ଟି। ଆପଣ ଚିନ୍ତା କରନ୍ତୁ 8,000 ଆମେ ଯେଉଁ ପଞ୍ଚାୟତ ରହିଛି ପ୍ରତି ପଞ୍ଚାୟତରେ ଆପଣଙ୍କର ଗୋଟେ ଗୋଟେ ସ୍ଥାପନ କରିପାରିବେ ତ ହେଉଛି। ଆଣ୍ଡ 2200 ଆଦର୍ଶ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ 12,000 କୋଟି ଟଙ୍କା। ଗାଁର ଗରିବ ପିଲା ବାବୁ ବି ହେଇପାରିବ ଶୁଭାରମ୍ଭ ହେଇଛନ୍ତି ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ଏବଂ 30 ଜିଲ୍ଲାରେ 118 ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ହେଇ 4 ବର୍ଷରେ 12,000 କୋଟି ଖର୍ଚ୍ଚ। ଆଉ 4 ବର୍ଷ ଅଛି ଆପଣଙ୍କ ପାଖରେ ସମୟ। ନେକ୍ସଟ ରହିଛି ଆପଣ ଦେଖିବେ ଶିକ୍ଷକମାନଙ୍କର ଦକ୍ଷତା ବୃତ୍ତିଗତ ବିକାଶ ପାଇଁ ପ୍ରଶିକ୍ଷଣ ରହିବ ଏବଂ ପ୍ରଥମ ପର୍ଯ୍ୟାୟରେ 12,000 କୋଟିରେ 2200 ସ୍କୁଲ ଅପଗ୍ରେଡ୍ କରାଯିବ ଏବଂ ବାଣପୁରରୁ ଏଇଟା ଆପଣଙ୍କର ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା ବାଣପୁର ମାଟିରୁ ଶୁଭାରମ୍ଭ ହୋଇଛି ଏବଂ ଦେଖାଯାଉ କେତେ ଦୂର ଏଇଟା ସଫଳ ରୂପାୟନ ହେଉଛି। ନେକ୍ସଟ ରହିଛି ଆପଣ ଦେଖିବେ ଓମ୍ସା ଆନ୍ଦୋଳନ ଜାରି ରଖିବ ଏବଂ ଏସ୍ମାକୁ ଖାତିର କରାଯିବ ନାହିଁ। ସରକାରୀ ହସ୍ପିଟାଲରେ ରୋଗୀ ସେବା ପ୍ରଭାବିତ ହେଉଛି। ଠିକ୍ ଅଛି, ସରକାର ସେଥିଲାଗି ଆପଣଙ୍କର ସଚେତନ ହୁଅନ୍ତୁ ନା। ସରକାର ନିଜ ଜିଦିରେ ଅଟଳ ରହିଲେ ହେବ ନାହିଁ, ଠିକ୍ ଅଛି। ଜିଦିରେ ଅଟଳ ରହିକି ଆପଣ ବେଖାତିର କରିବେ
ଜିନିଷ ଠିକ୍ ନୁହେଁ ଏବଂ ଓଏସ୍ଏସ୍ସି ଆଗରେ କେହି ନା କେହି ଆନ୍ଦୋଳନ ଆପଣଙ୍କର କରୁଛନ୍ତି, ଆନ୍ଦୋଳନ ସବୁବେଳେ ଚାଲୁଛି। ଏହାର କାରଣ ହେଉଛି ଓଏସ୍ଏସ୍ସିର ବର୍ତ୍ତମାନ ଅପାରଗପଣିଆ। ଓଏସ୍ଏସ୍ସି ଆପଣଙ୍କର ଓଟିପିଏସ୍ସି ରାସ୍ତାରେ ଚାଲିଲାଣି ଯେ ନିଯୁକ୍ତି କରାଇବା, ନିଯୁକ୍ତି ସ୍ୱଚ୍ଛତାର ସହିତ କରାଇବା, ନିଯୁକ୍ତିକୁ ଆପଣଙ୍କର ପିଲାମାନଙ୍କୁ ନ୍ୟାୟ ଦେବାରେ ବିଫଳ। ଏବଂ ପୋଲିସ ଏସ୍ଆଇ ନିଯୁକ୍ତିରେ ଦୁର୍ନୀତି ମାମଲା ମୁଖ୍ୟ ଖଳନାୟକ ସାଇସଲା ମୁନା ଚାଲିଛି ଇନଭେଷ୍ଟିଗେସନ୍ ଯେ ଦେଖାଯାଉ। ନେକ୍ସଟ ହୋଇଛି ବାହାରର ନୂଆ ବଜେଟ୍ ଆଲୋଚନା ଆପଣଙ୍କର ଆରମ୍ଭ କରାଯାଉଛି ଏବଂ ପ୍ରସ୍ତାବ ମଗାଇ ସମସ୍ତଙ୍କୁ ନିଜର ମତାମତ ଉପସ୍ଥାପନ କରିବା ପାଇଁ। ନବୋଦୟ କ୍ୟାମ୍ପସରେ ଜଣ୍ଡିସ୍ ସଂକ୍ରମଣ କାରଣ ହେଉଛି ପାଣି ଏବଂ ସବୁ ପିଲାଙ୍କ ଘରକୁ ପଠାଇ ଦିଆଯାଇଛି। ଜାନୁଆରୀ 14 ଯାଏଁ କ୍ୟାମ୍ପସ୍ ଖାଲି କରାହେଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଆପଣଙ୍କର 81 ଜଣ ରହିଛନ୍ତି ବୋଲି ଡେପୁଟି କମିଶନର ସୂଚନା ଦେଇଛନ୍ତି ଏବଂ ଜଣ୍ଡିସ୍ ଭୟରେ 14 ନବୋଦୟ ବିଦ୍ୟାଳୟ ଛୁଟି ବୋଲି ଡିକ୍ଲେୟାର କରାହେଇ। ଦେଖାଯାଉ କେତେ ଆପଣଙ୍କର ସେଫ୍ଟି ପ୍ରୋଟୋକଲ୍ ଯାହା ରହିଛି ପାଳନ କରାଯାଇ ପିଲାଙ୍କୁ ଏଇଟା ସେଫ୍ କରାଯାଇ ପାରୁଛି ତା ଉପରେ ନଜର ରହିବ। ଏବଂ ଏସ୍ମା କଟକଣା ଉପରେ ଓସ୍ମାର ଆନ୍ଦୋଳନ ଜାରି। ଜୁନିୟର ଡାକ୍ତରଙ୍କ ଉପରେ ରୋଗୀ ଭରସା କରୁଛନ୍ତି। ଏସ୍ସିବିରେ ବଢ଼ୁଛି ରୋଗୀ ଭାର ବଢ଼ିବା ସ୍ୱାଭାବିକ କଥା, କିନ୍ତୁ ସରକାର ମାନୁନାହାନ୍ତି କାହିଁକି? ସରକାର ନିଜର ଦାବି ଆପଣଙ୍କର ଶିକ୍ଷକମାନଙ୍କୁ ତ ଠକିଲେ, ତେଣୁ ଡାକ୍ତରମାନଙ୍କୁ ନ ଠକି ଆଟଲିଷ୍ଟ ଦାବି ଡିକ୍ଲେୟାର କରିଦେବା ଦରକାର। ଓକେ, ଆଣ୍ଡ ତା ସହିତ ଆପଣ ଦେଖିବେ ଓଡ଼ିଶା ଅଭିଭାବକ ମହାସଂଘର ସଚିବଙ୍କୁ ଦାବି ଆର୍ଟିଆଇ ପୋର୍ଟାଲରେ ମାଗଣା ଆଡ଼ମିସନ୍ ଲାଗି ସରକାର ବିଜ୍ଞାପନ ଦେବା ପାଇଁ ଅନୁରୋଧ କରିଛନ୍ତି ଏବଂ 9ରେ କ୍ୟାବିନେଟ୍ ବୈଠକ ଏବଂ ଏଥିରେ ସବୁଠୁ ବଡ଼ କଥା ହେଲା ଆସନ୍ତାକାଲି ଯେଉଁ କ୍ୟାବିନେଟ୍ ବୈଠକ ଯାଉଛି ବିଦ୍ୟାଳୟ ଗଣଶିକ୍ଷା ଶିକ୍ଷା ବିଭାଗ ବି ସାମିଲ ଅଛି। ବିଦ୍ୟାଳୟ ଗଣଶିକ୍ଷା ଶିକ୍ଷା ବିଭାଗ କିଛି ଡିକ୍ଲାରେସନ୍ ବି ଆସିପାରେ। ନେକ୍ସଟ ହୋଇଛି ଓଏଭିଏସ୍ ଯେଉଁ ଏମ୍ପ୍ଲୟିମାନେ ଆନ୍ଦୋଳନ କରୁଥିଲେ ତାଙ୍କର ଯେଉଁ ଦାବି ରହିଥିଲା ସେ ରିଗାର୍ଡ଼ିଂ ରହିଛି ଏବଂ ସେଠି ଆପଣଙ୍କର ମିଟିଂ ଅର୍ଗାନାଇଜ୍ କରାହେଇଛି କେମିତି ଦାବି ସମାଧାନ କରାଯାଇପାରିବ। ତା ସହିତ ଷ୍ଟାଫ୍ ସିଲେକ୍ସନ୍ କମିଶନ ପକ୍ଷରୁ ଟେଣ୍ଟିଭ୍ କ୍ୟାଲେଣ୍ଡର ରହିଛି ଫର୍ 2026-27 କେଉଁ ଏକ୍ଜାମ୍ କେଉଁ ଡେଟ୍ରେ କରାଯିବ ତାର ସେଡ୍ୟୁଲ୍ ରହିଛି ଆପଣ ଦେଖିପାରିବେ। ଫେବୃଆରୀ 1ରେ ବଜେଟ୍ 28ରୁ ସଂସଦ ବଜେଟ୍ ଅଧିବେଶନ କରାଯିବ ଏବଂ ପ୍ରଥମ ଥର ପାଇଁ ଓଡ଼ିଶାରେ ଆପଣଙ୍କ ରବିବାର ଏ ବଜେଟ୍ ଆଗତ ହେବ। ତ ଦେଖାଯାଉ କେତେ ଦୂର ସଫଳ ହେଉଛି ବଜେଟ୍ ଏବଂ ଆନ୍ଦୋଳନକାରୀ ଡାକ୍ତରଙ୍କ ବିରୁଦ୍ଧରେ ଏସ୍ମା ଲାଗୁ କରିବାକୁ ଆପଣଙ୍କର ଯେଉଁ ରହିଛି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏବଂ ସରକାର ମଧ୍ୟ ସାହସ ଜୁଟାଇ ପାରିବେନି, କାହିଁକିନା ଯେତେବେଳେ ୟୁନିଟ୍ ଥାଏ ସେତେବେଳେ କେହି ସାହସ ଜୁଟାଇ ପାରିବେନି। ଆପଣ ଗୋଠରୁ ଅଲଗା ହୋଇଗଲେ ଆପଣଙ୍କୁ ଆଟାକ୍ କରାଯିବ ଏବଂ ବଜେଟ୍ରେ ନିର୍ଦ୍ଧାରିତ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର। ଗୋଟେ ଅଦ୍ଭୁତ କଥା, ବର୍ଷ ଅଧା ଗଲାଣି ତ ସରିବାକୁ ବସିଲାଣି କହିଲେ ଗଲେ ଆଉ 1-2 ମାସ ତା ଭିତରେ ଆମେ ବଜେଟ୍ ଅର୍ଥ ଖର୍ଚ୍ଚ କରିପାରୁନେ, ଆମର ଇଣ୍ଟେନସନ୍ ନାହିଁ, ନହେଲେ ଆମେ ଚାହୁଁନାହିଁ। ଠିକ୍ ଅଛି। ଆଣ୍ଡ ନେକ୍ସଟ ହେଉଛି ଆପଣ ଦେଖିବେ ବିନା ଅର୍ଥରେ ଅର୍ଥ ସଚିବରେ ବଜେଟ୍ ପ୍ରସ୍ତୁତ କରାଯାଇଛି ଆପଣଙ୍କର। ଆଣ୍ଡ ତା ସହିତ ରହିଛି ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ୱେବସାଇଟ୍ ବି ହ୍ୟାକ୍ ହେଇଛି କିଛି ସକାଳେ ମୁଁ ଦେଖୁଥିଲେ ଏବଂ ଫି ଭର ନହେଲେ ପରୀକ୍ଷା ଦେଇପାରିବ ନାହିଁ ବୋଲି ଆପଣଙ୍କର ରହିଛି ମାନେ ଆପଣ ଦେଖିପାରୁଛନ୍ତି ବ୍ଲାକମେଲ୍ ମିଳୁଛି ଧମକ ଏବଂ ବ୍ଲାକମେଲ୍ ମିଳୁଛି ଧମକ ଏବଂ କଥା ହେଉଛି ଏଇ ଶୋଷଣ କେତେ ଦିନ, ଏଇ ଟଙ୍କା ଶୋଷଣ କେତେ ଦିନ, ସରକାର ଯେପର୍ଯ୍ୟନ୍ତ ଷ୍ଟ୍ରିକ୍ଟ ନ ହେଇଛନ୍ତି ଚାଲିବ। ଠିକ୍ ଅଛି, ତ ଏଇ ରହିଲା ଆପଣଙ୍କର କମ୍ପ୍ଲିଟ୍ ଇନଫର୍ମେସନ୍। ହଁ, ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଏକା ଛୁଇଁଛି ଏବଂ ଘରକୁ ପଠାଇ ଦେଇଛନ୍ତି। EPF ସର୍ବନିମ୍ନ ପେନ୍ସନ୍ 5,000 ଟଙ୍କା ଏଥର କରିଦିଆଯିବ। ବିଦ୍ୟାଳୟ ତାଲା ପକାଇ ପଳାଇବା ଘଟଣାରେ 2 ଶିକ୍ଷକଙ୍କୁ ନିଲମ୍ବିତ କରାହେଇଛି ଏବଂ ଆଉ 2 ଜଣ ଶିକ୍ଷକ ରହିଛନ୍ତି। ତା ସହିତ ଆପଣ ଦେଖିବେ ନେକ୍ସଟ ହୋଇଛି ଆପଣଙ୍କ ନବମ ଶ୍ରେଣୀ ଛାତ୍ର। ଏଠି କଥା ହେଉଛି ଆମେ ଛୋଟ ଛୋଟ ପିଲାମାନଙ୍କୁ ବାଇକ୍ ଦେଉଥିଲେ, ସ୍କୁଟି ଦେଉଥିଲେ, ବର୍ତ୍ତମାନ କାର୍ ବି ଧରେଇଦେଲେ। ଏ ପିଲାଟି ଗଛରେ ନ ବାଡ଼ି ମଣିଷ ବି ଚଢ଼େଇଥାନ୍ତା, ହୁଡ୍ ବି ରେସ୍ପନ୍ସିବୁଲ୍, କେହି ନୁହେଁ ନା। ତ ନେକ୍ସଟ ହୋଇଛି ଆପଣଙ୍କର ପିଓଙ୍କର ଆକାଉଣ୍ଟକୁ ବହୁ ବିଜୁ ପକ୍କା ଟଙ୍କା ଆସିଛି, 2 କୋଟି ଟଙ୍କା ଆକ୍ଚୁଆଲି ଅନୁଦାନ କରାହେଉଛି, ଆତ୍ମସାତ କରାଯିବ। ତ ନିଶ୍ଚିତ ଭାବରେ ଆମେ କହିପାରିବା ଯେ ବର୍ତ୍ତମାନ ଏଇ ଜିନିଷ ଆପଣଙ୍କର ଉପସ୍ଥାପନ ହେଇନାହିଁ, ପରବର୍ତ୍ତୀ ମୁହୂର୍ତ୍ତରେ ହେଇପାରେ। ତ ଆପଣଙ୍କର ପିଓ ମାନେ କେତେ ଲାଞ୍ଚ ଖାଇଛନ୍ତି, କାହା କାହା ସମ୍ପର୍କ ରଖିଛନ୍ତି, ଏଇଟା ବଡ଼ ସଙ୍ଗୀନ ଜିନିଷ। ତ ନେକ୍ସଟ ହେଉଛି ଆପଣ ଦେଖିବେ ପାଠାଗାର ବର୍ତ୍ତମାନ ପାଲଟିଛି ଷ୍ଟୋର ରୁମ୍। ପାଠାଗାର 5ଟି ଶ୍ରେଣୀରେ କାମ ଚଳାଉଛନ୍ତି 2ଟି। ନେକ୍ସଟ ହୋଇଛି 10ଟି ବ୍ୟାକଲେସ୍ ଡେ। ସେଦିନ ପିଲାମାନେ ବ୍ୟାଗ୍ ନେବେନି ସ୍କୁଲକୁ, ବର୍ଡ଼ନ୍ ରହିବନି, ସେଦିନ ଫନ୍ ଡେ ରହିବ, ବିଭିନ୍ନ କ୍ୟୁରିଓସିଟି ମାଧ୍ୟମରେ ଶିଖିବେ, ତ ସେ ବ୍ୟବସ୍ଥା କରାଯାଉଛି। ଏବଂ ତା ସହିତ ଜଣ୍ଡିସ୍ ରହିଲା ସମ୍ବଲପୁରରେ, ସେଇଟା ଅପଡ଼େଟ୍ ରହିଛି।
ତ ଏଇ ସହିତ ଆମେ ଭିଡ଼ିଓ ଶେଷ କରୁଛୁ। ଆଶା କরি ଭିଡ଼ିଓ କଣ୍ଟେଣ୍ଟ ଦେଇ ହେଲ୍ପଫୁଲ୍ ଏବଂ ଦେଖା ନୂଆ ଧନ୍ୟବାଦ।